हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नीलाचल निवासाय नित्याय परमात्मने बलभद्र सुभद्राभ्यं जगन्नाथ यते नमः। जगन्नाथ यते नमः। बोलिए महापुरुष अच्युतानंद जी की जय। शुद्धि जनी ज्ञानी गुणी मंडली आज अध्याय आलोचना को आपण मानक स्वागत जनाऊँ। आज मालिका वचनर आलोचन आम आलोचना करने जाऊे अच्युतानंद महापुरुष जगन्नाथ को शून्य पुरुष बोली कहिचंदी। ये शून्य पुरुष बोली कहीं कौन पाई कहिचंदी तेणु जगन्नाथ किभली शून्य पुरुष ये कथा को महापुरुष शून्य संहितार लिखिचंदी। मोहि आगे जाई दारो रूपे रही सिंहासने विराजीबी कैवल्य पसरा नित्य प्रकाशिबी भक्तंको बांटी देवी भक्तंको बांटी देवी हे सुजने भक्तंको बांटी देवी भक्तंको बांटी देवी हे सुजने भक्तंको बांटी देवी। भगवान कृष्ण द्वापर जुगर उद्धव को एक कथा कहिचंदी। जले द्वारिका नाश जीव मोर निवास मात्र थिब आउ द्वारे द्वारिकाटा नाश हो मो निवास मात्र रही उद्धव ना प्रभु ताले आपण कौटी रहिबे आपण कौटी थिबे ना हे उद्धव गोटिए काम कर ना आश्रम रूपे बदरिका से की तो चरण अधिका से की तो चरण अधिका से की तो चरण अधिका। उद्धव कहले कहले प्रभु आपण मते कौन को ना उद्धव तू ए बद्रिका जा हे उद्धव जलरे द्वारिकाटा नाश हो मोर निवास मात्र रही मु तते निर्देश दौची तू बदरिका चली जा आश्रम रूपे बदरिका जा। उद्धव कहले प्रभु आश्रम रूपे बदरिका सेकी तो चरण अधिका तो चरण ठार कौन से बद्रिकाटा आउरी से अधिका ना कहीं ना सकल तीर्थ तो चरणे बद्रिका जीवी की कारणे बद्रिका जीवी की कारणे बद्रिका जीवी की कारणे। हे ज्ञानी गुणी मंडली द्वापर जुगर अंतिम समय रे जदुवंशी को विनाश कर सारा पर भगवान उद्धव को डाकी उद्धव कहला प्रभु कहीं डाकिले ना जलरे द्वारिकाटा नाश हो उद्धव तू बद्रिका चली जा ना प्रभु कहीं जीवी ये बद्रिका छिकी तो चरण अधिका सकल तीर्थ तो चरण बद्रिका जीवी प्रभु की कारण ना उद्धव मु कौन ये रही जे मो चरण तू पड़ी रही ना आपण आउ रे नहीं आपण ये रे ना 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 कुआड़े जीवे प्रभु कहले मुही चढ़ी निज पुरी मोहि दी शिव हत सिरी मोहि दी शिव हत सिरी
ମହି ଦିଶିବ ହତ ସିରି ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଥି ଜାନେ ଅତି ବଡ଼ି ଜଗନ୍ନାଥ ଦାସ ଶ୍ରୀମଦ ଭାଗବତ ମହାପୁରାଣରେ ଏ ପଦଟି ଲେଖିଦେଲେ। ଭଗବାନ କହିଲେ ହି ଉଦ୍ଧବ ମୁଁ ହିଁ ଚଳିବି ନିଜ ପୁରୀ, ମୁଁ ନିଜ ପୁରୀକି ଚାଲିଯିବି। ମହି ଦିଶିବ ହତ ସେରି, ମୁଁ ମୋ ପୁରୀକି ଚାଲିଯିବି, ବୈକୁଣ୍ଠ ପୁରୀକି ମୁଁ ଚାଲିଯିବି। ଏ ଦ୍ୱାପର ଲୀଳା ସମାପନ ମୋର ସରିଗ ହେଇଗଲା। ଆଉ ଏ ଅବତାର ମୋର ଯେଉଁ କାରଣ ଥିଲା ତାହା ପୂର୍ଣ୍ଣ ହେଇଗଲା। ମୁଁ ସ୍ୱଧାମକୁ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ କରିବି, ବୈକୁଣ୍ଠ ଗମନ କରିବି। ଉଦ୍ଧବ କହିଲେ ପ୍ରଭୁ ଆପଣ ଯଦି ବୈକୁଣ୍ଠ ଚାଲିଯିବେ ତାହେଲେ ଧର୍ମ ସ୍ଥାପନା ସଂସାରରେ କେମିତି ହେବ? ଦ୍ୱାପର ପରେ କଳିଯୁଗ ଆସିବ, କେମିତି ଧର୍ମ ସ୍ଥାପନା କରିବେ? ନା ହେ ଉଦ୍ଧବ କଳିଯୁଗରେ ମୁଁ ରତ୍ନ ସିଂହାସନରେ ଶୂନ୍ୟ ପୁରୁଷ ଭାବରେ ମୁଁ ବିରାଜମାନ କରିଥିବି, ପୂଜା ପାଉଥିବି କଳିଯୁଗରେ ରତ୍ନ ସିଂହାସନେ ଶୂନ୍ୟ ପୁରୁଷ ରୂପରେ। ଜ୍ଞାନୀ ଗୁଣୀ ମଣ୍ଡଳୀ ଉଦ୍ଧବ ପଚାରିଥିଲେ, କହିଲେ ପ୍ରଭୁ ଆପଣ ଚତୁର୍ଦ୍ଧା ବିଗ୍ରହ ଭାବରେ ଶୂନ୍ୟ ପୁରୁଷ ରୂପରେ କଳିଯୁଗରେ ରତ୍ନ ସିଂହାସନରେ ପୂଜା ପାଇବେ। ଶୂନ୍ୟ କ'ଣ, ଶୂନ୍ୟ ପୁରୁଷ କ'ଣ? ଏଇ କଥା ଅଚ୍ୟୁତାନନ୍ଦ ମହାପୁରୁଷ ଶୂନ୍ୟ ପୁରୁଷର ପରିଭାଷା କ'ଣ ମାଳିକାର ନାମ ଶୂନ୍ୟ ସଂହିତାରେ କହିଛନ୍ତି। ବୁଝିଲେ? ବୋଲିଏ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜୟ। ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଥି ଜାନେ ଆଜିର ମାଳିକା ବଚନର ଆଲୋଚନାରେ ଆମେ ଆଲୋଚନା କରୁଛେ କ'ଣ ନା ଅଚ୍ୟୁତାନନ୍ଦ ମହାପୁରୁଷ କହିଛନ୍ତି ଜଗନ୍ନାଥ ହେଉଛନ୍ତି ଶୂନ୍ୟ ପୁରୁଷ। ଜଗନ୍ନାଥ ମହାପ୍ରଭୁଙ୍କ ଚତୁର୍ଦ୍ଧା ବିଗ୍ରହକୁ ଶୂନ୍ୟ ପୁରୁଷ ରୂପେ ପ୍ରତିପାଦିତ କରିଛନ୍ତି। ସେ ଶୂନ୍ୟ ପୁରୁଷର ପରିଭାଷା କ'ଣ? ଜଗନ୍ନାଥ ଶୂନ୍ୟ ପୁରୁଷ କିପରି? ମାଳିକାର ଏ ବିଷୟରେ ମହାପୁରୁଷ କ'ଣ ଲେଖିଛନ୍ତି? ତେଣୁ ସେଇ କଥା କହିଲେ ଉଦ୍ଧବକୁ, ହେ ଉଦ୍ଧବ ମୁଁ ଆଗେ ଯାଇ ଦାରୁ ବ୍ରହ୍ମ ରୂପେ ସିଂହାସନେ ବିରାଜିବି। ମୁଁ ସିଂହାସନରେ କଳିଯୁଗରେ ଯାଇ ରତ୍ନ ସିଂହାସନରେ ଶୂନ୍ୟ ପୁରୁଷ ରୂପରେ ଦାରୁ ବ୍ରହ୍ମ ରୂପରେ ପୂଜା ପାଉଥିବି। କୈବଲ୍ୟ ପସରା ନିତ୍ୟ ନିରନ୍ତରେ ତହିଁ ଭୋଗ ବିଳସିବି। ବୁଝିଲେ? ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସେ ଶୂନ୍ୟ ପୁରୁଷ କ'ଣ? ଉଦ୍ଧବକୁ ଭଗବାନ କୃଷ୍ଣ କହିଛନ୍ତି। ଅଚ୍ୟୁତାନନ୍ଦ ମହାପୁରୁଷ ରାମଚନ୍ଦ୍ରକୁ ବୁଝାଉଛନ୍ତି ଜଗନ୍ନାଥ କିଭଳି ଶୂନ୍ୟ ପୁରୁଷ, କିଭଳି ସେ ଶୂନ୍ୟବାଦର ପ୍ରତୀକ। କଲେ ଭଲା ପଚାରିଲୋ ଗୋପତ ସନ୍ଧି, ଶୂନ୍ୟ ପୁରୁଷ ଶୂନ୍ୟ ଘରେ ବନ୍ଦୀ। ଶୂନ୍ୟ ପୁରୁଷ ଶୂନ୍ୟ ଘରେ ବନ୍ଦୀ, ଶୂନ୍ୟ ପୁରୁଷ ଶୂନ୍ୟ ଘରେ ବନ୍ଦୀ। କହିଲେ ସେ ଶୂନ୍ୟ ପୁରୁଷ ଶୂନ୍ୟ ଘରେ ବନ୍ଦୀ, କିଛି ନାହାନ୍ତି। ସେ କିଏ? ଜଗନ୍ନାଥ କି ପୁରୁଷ ନା ନାରୀ? ନା, ସେ ପୁରୁଷ ନୁହନ୍ତି କି ନାରୀ ନୁହନ୍ତି, ସେ ବ୍ୟକ୍ତ ନୁହନ୍ତି କି ଅବ୍ୟକ୍ତ ନୁହନ୍ତି, ସେ କହୁଛନ୍ତି ଶୂନ୍ୟ ପୁରୁଷ। ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଲେନି ମାଳିକାରେ କ'ଣ କହିଲେ? ପୁରୁଷ ହୋଇଣ ଲିଙ୍ଗ ତାର ନାହିଁ, ନାରୀ ହୋଇ ନାହିଁ ଯୋନି। ଅତି ଆନନ୍ଦରେ ବିହାର କରନ୍ତି, ନାହିଁ ଦିବସ ରଜନୀ। ନାହିଁ ଦିବସ ରଜନୀ ହେ ସୁଜନେ, ନାହିଁ ଦିବସ ରଜନୀ, ନାହିଁ ଦିବସ ରଜନୀ ହେ ସୁଜନେ, ନାହିଁ ଦିବସ ରଜନୀ। ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ପଦଟି ଲେଖିଲେ। ଜଗନ୍ନାଥଙ୍କ ବିଷୟରେ କ'ଣ କହିଲେ ଅଚ୍ୟୁତାନନ୍ଦ? ନା ପୁରୁଷ ହୋଇନ ଲିଙ୍ଗ ତାର ନାହିଁ। ଯଦି ସିଏ ପୁରୁଷ ହେଇଥାନ୍ତା ତାହେଲେ ପୁରୁଷ ଅଙ୍ଗ ତାଙ୍କର ଥାନ୍ତା। ତେଣୁ ପୁରୁଷ ହୋଇନ ଲିଙ୍ଗ ତାର ନାହିଁ, ମାନେ ସେ ପୁରୁଷ ନୁହଁ। ନାରୀ ହୋଇ ନାହିଁ ଜନି, ଯଦି ନାରୀ ହୋଇଥାନ୍ତେ ଜଗନ୍ନାଥ ମହାପ୍ରଭୁ ତାହେଲେ ନାରୀର ଅଙ୍ଗ ପ୍ରତ୍ୟଙ୍ଗ ସବୁ ଥାନ୍ତା। ତେଣୁ ସେ ପୁରୁଷ ନୁହନ୍ତି କି ନାରୀ ନୁହନ୍ତି, ସେ ଶୂନ୍ୟବାଦର ପ୍ରତୀକ ବୋଲି ଅଚ୍ୟୁତାନନ୍ଦ ଜଗନ୍ନାଥଙ୍କୁ ଶୂନ୍ୟ ସଂହିତା ମାଳିକାରେ ପ୍ରତିପାଦିତ କଲେ। ପୁରୁଷ ହୋଇନ ଲିଙ୍ଗ ତାର ନାହିଁ, ନାରୀ ହୋଇ ନାହିଁ ଜନି। ବୁଝିଲେ? କାହିଁକି ନା ଆପଣ ଦେଖନ୍ତୁ କେଡ଼େ ବିଚିତ୍ର ସର୍ବ ରହସ୍ୟ। ପୁରୁଷୋତ୍ତମସ୍ୟ ଦେବେ ନ ଜାଣନ୍ତି କୃତ ମନୁଷ୍ୟ। ବଡ଼ ବିଚିତ୍ର ଏ ଦିଅ ନାଇଁ ଜଗନ୍ନାଥ ମହାପ୍ରଭୁ। ରୁକ୍ମିଣୀ ବିବାହ ବେଳେ କ'ଣ କରନ୍ତି ଶ୍ରୀମନ୍ଦିର ଆପଣ ଦେଖିବେ, ଏ ନୀତି ପାଳିତ ହୁଏ। ରୁକ୍ମିଣୀ ସହିତ ପରିଣୟ ହୋଇ ବିବାହ କରନ୍ତି, ରୁକ୍ମିଣୀ ହରଣ କରି ବାହା ହୁଅନ୍ତି କୃଷ୍ଣ ହେଇକରି। କିଏ? ନା ଜଗନ୍ନାଥ ମହାପ୍ରଭୁ।
କିନ୍ତୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଯେତେବେଳେ ଜନ୍ମାଷ୍ଟମୀ ପଡ଼େ ଏ ଜନ୍ମାଷ୍ଟମୀ ଦିନ କୃଷ୍ଣ ଜନ୍ମ ଆମେ ସାରା ପୁରପଲ୍ଲୀରେ ମନାଉଛେ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଜନ୍ମ ହେଇଥିଲେ ତେଣୁ ଏ ଜନ୍ମାଷ୍ଟମୀ ନୀତି ମଧ୍ୟ ଶ୍ରୀମନ୍ଦିରରେ ପାଳିତ ହୁଏ ରୁକ୍ମିଣୀ ହରଣ ନୀତି ପାଳିତ ହେଇକି ରୁକ୍ମିଣୀ ସହିତ ଜଗନ୍ନାଥଙ୍କର ବିବାହ ହୁଏ ଏ ନୀତି ପାଳିତ ହୁଏ ଶ୍ରୀମନ୍ଦିରରେ ସେଇଭଳି ଜନ୍ମାଷ୍ଟମୀ ନୀତି ମଧ୍ୟ ଶ୍ରୀମନ୍ଦିରରେ ପାଳିତ ହୁଏ ତାହେଲେ ଜନ୍ମାଷ୍ଟମୀରେ କୃଷ୍ଣ ଜନ୍ମ ହେଇଥିଲେ କୃଷ୍ଣଙ୍କୁ ଜନ୍ମ ଦେଇଥିଲେ କିଏ ଦେବକୀ ତାହେଲେ ଶ୍ରୀମନ୍ଦିରରେ ଦେବକୀ ହୁଅନ୍ତି କିଏ ଏଇ ଜଗନ୍ନାଥ କେଡ଼େ ବିଚିତ୍ର ଦିଅ ଦେଖନ୍ତୁ ଇରେ ଏପଟେ ରୁକ୍ମିଣୀ ବିବାହ ଦିନ କୃଷ୍ଣ ହେଇକି ରୁକ୍ମିଣୀ ବିବାହ କଲେ ଲକ୍ଷ୍ମୀ ପୁଣି ନୀତି ପଡ଼ିଲା ଜନ୍ମାଷ୍ଟମୀ ପୁଣି ଦେବକୀ କୃଷ୍ଣଙ୍କୁ ଜନ୍ମ ଦେଲେ ତେଣୁ ଅଚ୍ୟୁତାନନ୍ଦ ସେଇ କଥା କହିଲେ ପୁରୁଷ ହୋଇନ ଲିଙ୍ଗ ତାର ନାହିଁ ନାରୀ ହୋଇନାହିଁ ଜନି ଅତି ଆନନ୍ଦରେ ବିହାର କରନ୍ତି ନାହିଁ ଦିବସ ରଜନୀ ମହାପୁରୁଷ ଲେଖିଲେ ମାଳିକାରେ କଥା ସେ ହେଉଛନ୍ତି ତାହେଲେ କି ଶୂନ୍ୟ ପୁରୁଷ ସେ ପୁରୁଷ କି ନାରୀ ଭିତରେ ସୀମିତ ନୁହନ୍ତି କହିଲେ ଭଲା ପଚାରିଲୁ ଗୁପତ ସନ୍ଧି ସେ ଜଗନ୍ନାଥ ମହାପ୍ରଭୁ ଶୂନ୍ୟ ପୁରୁଷ ଶୂନ୍ୟ ଘରେ ବନ୍ଦୀ ଆଉ ଶୂନ୍ୟ ପୁରୁଷ ଉଦାସରେ ରହେ ଶୂନ୍ୟ ପୁରୁଷ ସବୁ ମାୟା ଭ୍ୟାଏ ଶୂନ୍ୟ ପୁରୁଷ ସବୁ ମାୟା ଭ୍ୟାଏ ଶୂନ୍ୟ ପୁରୁଷ ସବୁ ମାୟା ଭ୍ୟାଏ କହିଲେ ସେ ଜଗନ୍ନାଥ ମହାପୁରୁଷ ଶୂନ୍ୟ ପୁରୁଷ ଉଦାସର ରହେ ଶୂନ୍ୟ ପୁରୁଷ ସବୁ ମାୟା ଭ୍ୟାଏ କହନ୍ତିନି କି ଜଗନ୍ନାଥ ଯେ ଷୋଳ କଳା ତହୁଁ କଳାଇ ନନ୍ଦବଳା ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ଜ୍ଞାନୀ ଗୁଣୀ ମଣ୍ଡଳୀ ବୈଷ୍ଣବ ସାଧୁମାନେ ଜଗନ୍ନାଥ ଏବଂ କୃଷ୍ଣଙ୍କ ଭିତରେ ଭିନ୍ନ ଭିନ୍ନ କିଛି ରଖିନାହାନ୍ତି ଦୁହେଁ ଏକ ଏବଂ ଅଭିନ୍ନ ଦୁହେଁ ଏକ ଏବଂ ଅଭିନ୍ନ ଏକ ଯିଏ କୃଷ୍ଣ ସିଏ ଜଗନ୍ନାଥ କିନ୍ତୁ ଅଭିନ୍ନ କେମିତି ନା ଅଭିନ୍ନ ଏଇଭଳି ଯେ କହିଲେ ଜଗନ୍ନାଥ ହେଉଛନ୍ତି ଷୋଳ କଳା ତହୁଁ କଳାଏ ନନ୍ଦବଳା ଜଗନ୍ନାଥ ହେଉଛନ୍ତି ଷୋଳ କଳା ତା ଦେହରୁ କିନ୍ତୁ କୃଷ୍ଣ ହେଉଛନ୍ତି ଏକ କଳା ଭାଗବତ ଲେଖିଲେ କି କଳାକୁ ଷୋଳ କଳା କରି ଗୋପେର ମନ୍ତି ନରହରି ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ତେଣୁ କଳାକୁ ଷୋଳ କଳା କରି ଗୋଟିଏ କଳାକୁ କୃଷ୍ଣ ଷୋଳ କଳା କରି ଗୋପରେ ରମନ କରନ୍ତି ବୋଲି ଏ କଥା ଆଉ ସେ ଷୋଳ କଳା ଭିତରୁ ଭଗବାନଙ୍କର ଗୋଟେ କଳା ହେଉଛି ମାୟା ଭଗବାନଙ୍କର ଗୋଟେ କଳା ହେଉଛି ମାୟା ତାଙ୍କ ମାୟାକୁ କେହି ବୁଝି ନାହାନ୍ତି ସେଇଥିପାଇଁ କୁହାଯାଇଛି ଗୀତାରେ ରେ ଅର୍ଜୁନ ମମ ମାୟା ଦୂରତ୍ୱୟା ମୋ ମାୟାର ଆରମ୍ଭ ନାହିଁ କି ଶେଷ ନାହିଁ ଆରମ୍ଭ କୋଉଠି ଶେଷ କୋଉଠି ବ୍ରହ୍ମା ମଧ୍ୟ ବୁଝିପାରିବେନି ହର ମଧ୍ୟ ବୁଝିପାରିବେନି ମୋ ମାୟା ତେଣୁ ହେଇ ଜ୍ଞାନୀ ଗୁଣୀ ମଣ୍ଡଳୀ ସେଇଥିପାଇଁ କହିଲେ ଶୂନ୍ୟ ପୁରୁଷ ଉଦାସରେ ରହେ ସେଇ ଶୂନ୍ୟ ପୁରୁଷ ସେ ହେଉଛନ୍ତି ଜଗନ୍ନାଥ ସବୁ ମାୟା ଫ୍ୟାଇ ସବୁ ମାୟା ହିଁ ସେ କରନ୍ତି ମାୟାର ପୁରୁଷ ସିଏ ବୋଲ ଭକ୍ତ ବତ୍ସଳ ଜଗନ୍ନାଥ କି ଶୁଦ୍ଧି ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜିର ମାଳିକା ବଚନର ଆଲୋଚନାରେ ଆମେ ଆଲୋଚନା କରୁଛେ କ'ଣ ନା ଅଚ୍ୟୁତାନନ୍ଦ ମହାପୁରୁଷ ଜଗନ୍ନାଥଙ୍କୁ ଶୂନ୍ୟ ପୁରୁଷ ବୋଲି ତାଙ୍କ ମାଳିକାରେ ପ୍ରତିପାଦିତ କରିଛନ୍ତି ସେ ଶୂନ୍ୟ ପୁରୁଷର ପରିଭାଷା କ'ଣ କିଭଳି ସେ ଶୂନ୍ୟ ପୁରୁଷ ଆମେ ସେଇ ବିଷୟ ଆଲୋଚନା କରୁଛେ ମାଳିକା ଶୂନ୍ୟ ପୁରୁଷ ଭାବରେ କ'ଣ ପ୍ରମାଣ ଦେଇଛନ୍ତି କହିଲେ ଶୂନ୍ୟ ପୁରୁଷ ଦୟାଳୁ ଅଟଇ ଶୂନ୍ୟ ପୁରୁଷ ସର୍ବ ଘଟେ ରହି ଶୂନ୍ୟ ପୁରୁଷ ସର୍ବ ଘଟେ ରହି ଶୂନ୍ୟ ପୁରୁଷ ସର୍ବ ଘଟେ ରହି ଆକୃତି ଦେଖୁନାହାନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ଆକୃତି ଦେଖନ୍ତୁ ସବୁ ତାଙ୍କର ଶୂନୁ ସେ ସେଇଥିପାଇଁ ଅଚ୍ୟୁତାନନ୍ଦ କହିଲେ ସେ ଶୂନ୍ୟ ପୁରୁଷ କିଭଳି ଜଗନ୍ନାଥ ଶୂନ୍ୟ ପୁରୁଷ ନା ଆପଣ ଦେଖିବେ ତାଙ୍କର ଆଖି ହେଉଛି ଶୂନ
ଅଚ୍ୟୁତାନନ୍ଦ କହିଥିଲେ ଆଖିଟି ପାପ ଯେ ଆଖିଟି ପୁଣ୍ୟ, ଆଖି ଥିବା ଲୋକ ଜୀବନେ ଧନ୍ୟ। ଆଖି ଜଗନ୍ନାଥ ମହାପ୍ରଭୁଙ୍କର ଆଖି। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ, ଯାହାକୁ ବିଦଗ୍ଧ ଚିନ୍ତାମଣିରେ ବାଲିଆ ଅଭିମନ୍ୟୁ ସାମନ୍ତସିଂହାର ବାଲିଆର କବି ଅଭିମନ୍ୟୁ ସାମନ୍ତସିଂହାର ଲେଖିଛନ୍ତି। କ'ଣ କହିଲେ? କଳା କଞ୍ଜ ଧଳା ଅଞ୍ଜନ ମରକତ ଇନ୍ଦ୍ର ନୀଳମଣି ଘନ ସୁଖାନନ୍ଦ ଆହ୍ଲାଦ ମାଦକ ଶୃଙ୍ଗାର ପ୍ରେମ ମିଳନ ଗೋ ପୁଣି ଶୋଭା ସମୂହ ମନ୍ଥା ଲବଣୀ ଗೋ ପୁଣି କୋଟି ସୃଷ୍ଟି କାନ୍ତି ସାର ଶ୍ରେଣୀ ଗೋ ପୁଣି ମହା ଲାବଣ୍ୟ ରତନ ଖଣି ଗೋ ପୁଣି ମହା ବନବତନ ଖଣି ଗೋ ପୁଣି ମହା ଲାବଣ୍ୟ ରତନ ଖଣି ଗೋ ପୁଣି। ବିଦଗ୍ଧ ଚିନ୍ତାମଣିରେ ଯାଜପୁରର ବାଲିଆର କବି ଅଭିମନ୍ୟୁ ସାମନ୍ତସିଂହାର ଶାନ୍ତି କ'ଣ କହିଲେ ସେ ଜଗନ୍ନାଥଙ୍କ ବିଷୟରେ? କଳା କଞ୍ଜ ଦଳା ଅଞ୍ଜନ ମର୍କତ ଇନ୍ଦ୍ର ନୀଳମଣି ଘନ ସୁଧା ଆନନ୍ଦ ଆହ୍ଲାଦ ମାଦକ ଶୃଙ୍ଗାର ପ୍ରେମ ମିଳନ ଗೋ ପୁଣି ସୋମା ସବୁ ମନ୍ଥା ଲବଣୀ। ବୁଝିଲେ? କହିଲେ ଜଗନ୍ନାଥ ମହାପ୍ରଭୁ ଇ ଉପମା ଦେଲେ। ସୁଧା ପିଣ୍ଡ ନୀତି ଖଣ୍ଡ ପରାଗଣ୍ଡ ମଧୁ କପୁଲ କି ତୁଲ କନ୍ଦମା କନ୍ଦ ଆନନ୍ଦ ମକରନ୍ଦ ତୁଆକେ କରିବ ମୂଲ ଗୋ ସଖୀ ଚିବୁକେ କି କ୍ଷୀଣ ମହା ଲକ୍ଷୀ ଗୋ ସଖୀ ଅର୍ଦ୍ଧ ମାତ୍ରା ହେଲେ ହେବ ସଖୀ ଗୋ ସଖୀ ଦେଖି ଲେଉଟି ନ ଆସେ ଆଖି ଗୋ ସଖୀ ଦେଖିଲେ ଉଠି ନ ଆସେ ଆଖି ଗୋ ସଖୀ ଦେଖି ଲେଉଟି ନ ଆସେ ଆଖି ଗୋ ସଖୀ। ବିଦଗ୍ଧ ଚିନ୍ତାମଣିର ଅଭିମନ୍ୟୁ ସାମନ୍ତସିଂହାର ଶାନ୍ତେ କହିଲେ ସୁଧା ପିଣ୍ଡ ନୀତି ଖଣ୍ଡ ପରାଗଣ୍ଡ ମଧୁକ ପୁଲକି ତୁଲ କନ୍ଦ ମା କନ୍ଦ ଆନନ୍ଦ ମକରନ୍ଦ ତୁଆକେ କରିବ ମୂଲଲୋ ସଖୀ ଚିବୁ କେକି କ୍ଷୀଣ ମହାଲକ୍ଷୀ ଅର୍ଦ୍ଧ ଚନ୍ଦ୍ର ହେଲେ ହେବ ସାକ୍ଷୀ ଦେଖି ଲେଉଟି ନ ଆସେ ଆଖି। ଯୋଉ ଆଖିକି ଚାହିଁଲେ ଆଖି ଆମର ଆଉ ଏ ସ୍ଥୂଳ ନେତ୍ର ଆଉ ଲେଉଟିକି ଫେରିବ ନାହିଁ। ସେ ଆଖି କାହାର? ଜଗନ୍ନାଥଙ୍କ ଆଖି। ଚାହିଁଦେଲେ ଆଉ କ'ଣ ଆଖି ଆମର ଫେରି ପାରିବ ନା? ଆଉ ସେ ଆଖିର ସ୍ୱରୂପ କେମିତିଆ ଆମ ଭଳିଆ ନା? ଆଖିର ସ୍ୱରୂପ ସାଧାରଣ ଭଳି ନୁହଁ। ଏ ଦେଖନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ଶୂନ୍ୟ ସଂହିତାରେ ଜଗନ୍ନାଥଙ୍କୁ କାହିଁକି ଶୂନ୍ୟବାଦର ପ୍ରତୀକ ରୂପେ କହିଲେ ନା ତାଙ୍କ ଆଖି ହେଉଛି ଶୂନ। କ'ଣ ଅଛି ଶୂନ? ଆପଣ ଯାହା ପଟେ ବସେଇଦେବେ ତାର ମୂଲ୍ୟ ବଢ଼ିଯିବନି କି? ଏକର ଡାହାଣ ପଟେ ଆପଣ ଶୂନ ବସେଇ ଦେଉନାହାନ୍ତି, ଏକର ମୂଲ୍ୟ ବଢ଼ିଗଲା 10 ଗୁଣ। ନୁହେଁ? ଏକ ଡାହାଣ ପଟେ ଆଉ ଦୁଇଟା ଶୂନ ବସେଇ ଦିଅନ୍ତୁ, ଏକର ମୂଲ୍ୟ 100 ଗୁଣ ବଢ଼ିଗଲା। ତେଣୁ ଜଗନ୍ନାଥ ମହାପ୍ରଭୁ ଏ ଜ୍ଞାନୀଗୁଣୀ ମଣ୍ଡଳୀ ଶୂନ୍ୟବାଦର ପ୍ରତୀକ। ମାନେ ତାଙ୍କ ଆଖି ହେଉଛି ଶୂନ, ମୁଖର ଆକୃତି ହେଉଛି ଶୂନ, ଉଦରର ଆକୃତି ହେଉଛି ଶୂନ, ହାତର ଆକୃତି ପାପୁଲି ଅଛି, ପାପୁଲି ଅଛି ନା? ପାପୁଲିର ଆକାର ମଧ୍ୟ ଶୂନ, ପାଦ ଅଛି ନା? ତାହା ମଧ୍ୟ ଶୂନ। ତ ସେଇଥିପାଇଁ ଅଚ୍ୟୁତାନନ୍ଦ ମହାପୁରୁଷ ଜଗନ୍ନାଥଙ୍କୁ ବା ଚତୁର୍ଦ୍ଧା ବିଗ୍ରହକୁ ଶୂନ୍ୟବାଦର ପ୍ରତୀକ ରୂପେ ତାଙ୍କର ମାଳିକାର ନାମ ଶୂନ୍ୟ ସଂହିତାରେ ପ୍ରତିପାଦିତ କରିଛନ୍ତି। ସେଇ ଶୂନ୍ୟ ପୁରୁଷ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଭୁ ଏ ସଂସାରରେ ତାଙ୍କ ବିନା ଆଉ କିଛି ହୁଏ ନାହିଁ, ସେ ହିଁ ସବୁ କରି କରାଉଥାଏ ମୁଇଁ ମୁଁ ବିନୁ ଅନ୍ୟ ଗତେ ନାହିଁ, ସେ ହିଁ ସବୁ କରାଉଛନ୍ତି ବୋଲି ଅଚ୍ୟୁତାନନ୍ଦ ମାଳିକାରେ ଲେଖିଲେ ସେ ଶୂନ୍ୟ ପୁରୁଷ। ତେଣୁ ହେ ସୁଧିଜାନି, ଆଜିର ମାଳିକା ବଚନରେ ଆମେ ଆଲୋଚନା କଲେ ଜଗନ୍ନାଥ କିଭଳି ଶୂନ୍ୟବାଦର ପ୍ରତୀକ ଅଚ୍ୟୁତାନନ୍ଦ ମହାପୁରୁଷ ତାଙ୍କ ମାଳିକାର ନାମ ଶୂନ୍ୟ ସଂହିତାରେ ପ୍ରତିପାଦିତ ଏ କଥା କରିଛନ୍ତି।
ଆଜି ତ ସମୟ ହେଇଛି ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। କିନ୍ତୁ ତାପରେ ଜଣେ ଭକ୍ତର ନାଁ କହିବା କହିଲେ ଲକ୍ଷ୍ମୀଧର ଦାସ ସମ ଗ୍ରାମରେ ଗୌରବବନ୍ତ ଦେହ ତହିଁ ଧରେ ଗୌରବ ବର୍ଣ୍ଣ ଦେହ ତହିଁ ଧରେ ଗୌରବ ବର୍ଣ୍ଣ ଦେହ ତହିଁ ଧରେ। ସମ ନାମକ ଗ୍ରାମରେ ଲକ୍ଷ୍ମୀଧର ନାମରେ ଜଣେ ଭକ୍ତ ଜନ୍ମ ହେଇଥିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ତାଙ୍କ ମାଳିକା ଶାସ୍ତ୍ର ଭକ୍ତ ତାଲିକାରେ ନାଁ ଲେଖିଦେଲେ। ଆମେ ତ ଭକ୍ତ ନାଁ କହିଲୁ ଆପଣ ଠାବ କରିବେ। ଜ୍ଞାନୀ ମଣିମଣ୍ଡଳୀ ଆଜି ତ ସମୟ ହେଇଛି ତ ଆସନ୍ତୁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ। ରଘୁପତି ରାଘବ ରାଜା ରାମ ପତିତ ପାବନ ସୀତାରାମ ବୋଲୋ ରଘୁପତି ରାଘବ ରାଜା ରାମ ପତିତ ପାବନ ସୀତାରାମ सीताराम सीताराम भज प्यारे तू सीताराम 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 भजो प्यारे तू सीताराम। रघुपति राघव राजा राम पतित पावन सीताराम बोलो रघुपति राघव राजा राम पतित पावन सीताराम। सुधीजनी आज आसतु बाणीके ठारे विराम देवा पुणी आसंता अध्याय भेट हेबा रहुछु हरिओम शांति 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 सर्वारिष्ट सुशांति भवतु। प्रार्थना आम आनंदर उत्स।